ମାନେ ଆଜି ଆମେ ଆଲୋଚନା କରିବା +2 ଫାର୍ଷ୍ଟ ଇୟର ହିଷ୍ଟ୍ରି ଇତିହାସ ୟୁନିଟ୍ 1 ପାର୍ଟ 3 କଣ୍ଟ୍ରିବ୍ୟୁସନ୍ ଅଫ୍ ଆନ୍ସିଏଣ୍ଟ ରିଭର ଭ୍ୟାଲି ସିଭିଲାଇଜେସନ୍ ପ୍ରାଚୀନ ନଦୀ ଉପତ୍ୟକା ସଭ୍ୟତାର ଅବଦାନ କିଛି MCQ କ୍ୱେଶ୍ଚିନ୍ ଆନ୍ସର। ଆ ପୂର୍ବରୁ ଆମେ କ'ଣ କରିଥିଲେ ନା ଆଲୋଚନା କରିସାରିଛେ ପାର୍ଟ 1 ପାର୍ଟ 2 ଭିଡ଼ିଓଟି ଇତିହାସର ଅର୍ଥ ଓ ପ୍ରାସଙ୍ଗିକତା ଏବଂ ମାନବ କ୍ରମ ବିକାଶର ଇତିହାସର କିଛି MCQ କ୍ୱେଶ୍ଚିନ୍ ଆନ୍ସର। ଯଦି କେହି ଦେଖିନ ତାହେଲେ ଭିଡ଼ିଓ ଡେସ୍କ୍ରିପ୍ସନରେ ଲିଙ୍କ୍ ଅଛି, ଯାଇ ଦେଖିଦେବ। ଏବେ ଆମେ ଆରମ୍ଭ କରିବା 1 ନମ୍ବର ପ୍ରଶ୍ନ। ନୀଳ ନଦୀର ଦାନ ଭାବରେ କେଉଁ ଦେଶ ପରିଚିତ? ଅପସନ୍ ଗୁଡ଼ିକ ହେଉଛି କ ମିଶର, ଖ ମେସୋପଟାମିଆ, ଗ ଚୀନ, ଘ ଗ୍ରୀସ୍। ସଠିକ୍ ଉତ୍ତରଟା ହେଉଛି ଅପସନ୍ କ ମିଶର। ମିଶରର ପ୍ରଥମ ଶାସକ କିଏ? ଅପସନ୍ ଗୁଡ଼ିକ ହେଉଛି କ ଖୁପୁ, ଖ ମେନିସ୍, ଗ ଖାପ୍ରେ, ଘ ଅହମୋସ୍। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଖ ମେନିସ୍। ମେନିସ୍ ମିଶରର ପ୍ରଥମ ଶାସକ। ସର୍ବୋଚ୍ଚ ପିରାମିଡ୍ କେଉଁଠାରେ ଅବସ୍ଥିତ? ଅପସନ୍ ଗୁଡ଼ିକ ହେଉଛି କ ଥେବସ୍, ଖ ଗିଜେ, ଗ ନିପୁର, ଘ ଆନୁସିମ୍ବେଲ। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଖ ଗିଜେ। ଫାରୋ କେଉଁ ଦେଶର ଶାସକ? ଅପସନ୍ ଗୁଡ଼ିକ ହେଉଛି କ ମିଶର, ଖ ଚୀନ, ଗ ମେସୋପଟାମିଆ, ଘ ଗ୍ରୀସ୍। ସଠିକ୍ ଉତ୍ତରଟା ହେଉଛି ଅପସନ୍ କ ମିଶର। କିଏ କହିଥିଲେ ମିଶର ହେଉଛି ନୀଳ ନଦୀର ଦାନ? ଅପସନ୍ ଗୁଡ଼ିକ ହେଉଛି କ ଥ୍ୟୁସିଡାଇଡିସ୍, ଖ ମାକିଆଭେଲି, ଗ ହେରୋଡାଟସ୍, ଘ ଲିଭି। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଗ ହେରୋଡାଟସ୍। ହେରୋଡାଟସ୍ କହିଥିଲେ ନୀଳ ନଦୀର ଦାନ ହେଉଛି ମିଶର। ନୀଳ ନଦୀର ଦାନ ମିଶର ହେଉଛି ନୀଳ ନଦୀର ଦାନ ବୋଲି ହେରୋଡାଟସ୍ କହିଥିଲେ। ଫାରୋ ଶବ୍ଦର ଅର୍ଥ କ'ଣ? ଅପସନ୍ ଗୁଡ଼ିକ ହେଉଛି କ ସର୍ବୋଚ୍ଚ, ଖ ମିଶର ସଭ୍ୟତାର ଲୋକ, ଗ ସର୍ବୋଚ୍ଚ ଗୃହ ବା ପ୍ରାସାଦ, ଘ ସର୍ବୋଚ୍ଚ ସେନାପତି। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଗ ସର୍ବୋଚ୍ଚ ଗୃହ ବା ପ୍ରାସାଦ। କିଏ ମିଶରୀୟ ଲିପିର ପାଠୋଦ୍ଧାର କରିଥିଲେ? ଅପସନ୍ ଗୁଡ଼ିକ ହେଉଛି କ ଫ୍ରାନ୍ସିସ୍ କ୍ୟାମ୍ପୋଲିଅନ୍, ଖ ଜନ୍ ମାର୍ଶାଲ, ଗ ଦୟାରାମ ସାହାଣୀ, ଘ ରୋମିଲା ଥାପର। ସଠିକ୍ ଉତ୍ତରଟା ହେଉଛି ଅପସନ୍ କ ଫ୍ରାନ୍ସିସ୍ କ୍ୟାମ୍ପୋଲିଅନ୍। ମିଶରର କେଉଁ ସମୟକୁ ମଧ୍ୟରାଜ୍ୟ ନାମରେ ନାମିତ କରାଯାଏ? ଅପସନ୍ ଗୁଡ଼ିକ ହେଉଛି କ 5000 ରୁ 3000, ଖ 3500 ରୁ 2500, ଗ 2400 ରୁ 1800, ଘ 2500 ରୁ 1500। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଗ 2400 ରୁ 1800। ମିଶରୀୟମାନେ କେତୋଟି ଅକ୍ଷର ଉଦ୍ଭାବନ କରିଥିଲେ? ଅପସନ୍ ଗୁଡ଼ିକ ହେଉଛି କ 24ଟି, ଖ 30ଟି, ଗ 26ଟି, ଘ 28ଟି। ସଠିକ୍ ଉତ୍ତରଟି ହେଉଛି ଅପସନ୍ କ 24ଟି। ମିଶରୀୟମାନେ 24ଟି ଅକ୍ଷର ଉଦ୍ଭାବନ କରିଥିଲେ। ମିଶରୀୟମାନେ କଲମ ରୂପେ କ'ଣ ବ୍ୟବହାର କରୁଥିଲେ? ଅପସନ୍ ଗୁଡ଼ିକ ହେଉଛି କ ବାଉଁଶ କାଠି, ଖ ପକ୍ଷୀର ପର, ଗ ନୀଳ ନଦୀ କୂଳରେ ଜାତ ହେଉଥିବା ଏକ ପ୍ରକାର କାଣ୍ଡ, ଘ ଓଟ ଲୋମରୁ ପ୍ରସ୍ତୁତ ଏକ ତୁଳି। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଗ ନୀଳ ନଦୀ କୂଳରେ ଜାତ ହେଉଥିବା ଏକ ପ୍ରକାର କାଣ୍ଡ। ନୀଳ ନଦୀ କୂଳରେ ଜାତ ହେଉଥିବା ଏକ ପ୍ରକାର କାଣ୍ଡକୁ ସେମାନେ ବ୍ୟବହାର କରି କଲମ ରୂପେ ସେକୁ ବ୍ୟବହାର କରୁଥିଲେ। ମିଶରର ସର୍ବବୃହତ୍ତମ ପିରାମିଡ୍ ନିର୍ମାଣ କିଏ କରିଥିଲେ? ଅପସନ୍ ଗୁଡ଼ିକ ହେଉଛି କ ମେନିସ୍, ଖ ଫାରୋ ଖୁପୁ, ଗ ଅହମୋ, ଘ ଖାପେର। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଖ ଫାରୋ ଖୁପୁ। ଫାରୋ ଖୁପୁ ମିଶରର ସର୍ବବୃହତ୍ତମ ପିରାମିଡ୍ ନିର୍ମାଣ କରିଥିଲେ। ସ୍ଫିଙ୍କ୍ସ କାହାର କୃତିତ୍ୱ? ଅପସନ୍ ଗୁଡ଼ିକ ହେଉଛି କ ଏସିରୀୟ, ଖ ସୁମେରୀୟ, ଗ ମିଶରୀୟ, ଘ ବାବିଲୋନୀୟ। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଗ ମିଶରୀୟ। ସମ୍ରାଟ ଆଖନାଟନ୍ଙ୍କ ଦ୍ୱାରା ରଚିତ ପୁସ୍ତକର ନାମ କ'ଣ? ଅପସନ୍ ଗୁଡ଼ିକ ହେଉଛି କ ସୂର୍ଯ୍ୟସ୍ତୁତି, ଖ ପୁଣ୍ୟମାର୍ଗ, ଗ ସୂର୍ଯ୍ୟ ସିଦ୍ଧାନ୍ତ, ଘ ଦି ପ୍ରିନ୍ସ। ସଠିକ୍ ଉତ୍ତରଟା ହେଉଛି ଅପସନ୍ କ ସୂର୍ଯ୍ୟସ୍ତୁତି। ମିଶର କେଉଁ ମହାଦେଶରେ ଅବସ୍ଥିତ? ଅପସନ୍ ଗୁଡ଼ିକ ହେଉଛି କ ଏସିଆ, ଖ ଆଫ୍ରିକା, ଗ ୟୁରୋପ, ଘ ଆମେରିକା। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଖ ଆଫ୍ରିକା। କେଉଁ ରାଜା ମିଶରକୁ ଏକ ଶାସନାଧୀନ କରିଥିଲେ? ଅପସନ୍ ଗୁଡ଼ିକ ହେଉଛି କ ମେନିସ୍, ଖ ଆଖନାଟନ୍, ଗ ଖୋପେଇ, ଘ ଆମେନହୋଟେପ୍। ସଠିକ୍ ଉତ୍ତର ହେଉଛି ଅପସନ୍ କ ମେନିସ୍। ଗିଜେ ପିରାମିଡ୍ କିଏ ନିର୍ମାଣ କରିଥିଲେ? ଅପସନ୍ ଗୁଡ଼ିକ ହେଉଛି କ ଖୁପୁ, ଖ ଖୋପେଇ, ଗ ମେନିସ୍, ଘ ଆଖନାଟନ୍। ସଠିକ୍ ଉତ୍ତରଟା ହେଉଛି ଅପସନ୍ କ ଖୁପୁ। ଫାରୋ ଖୁପୁ ଗିଜେ ପିରାମିଡ୍ ନିର୍ମାଣ କରିଥିଲେ। କେଉଁ ମୂର୍ତ୍ତିଟି ସିଂହର ଦେହ ଓ ମନୁଷ୍ୟର ମସ୍ତକ ବହନ କରେ? ଅପସନ୍ ଗୁଡ଼ିକ ହେଉଛି କ ପିରାମିଡ୍, ଖ ସ୍ଫିଙ୍କ୍ସ, ଗ ଏଥେନା, ଘ ଇମିସ୍। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଖ ସ୍ଫିଙ୍କ୍ସ। ମିଶରୀୟ ଲେଖା କେଉଁ ନାମରେ ନାମିତ? ଅପସନ୍ ଗୁଡ଼ିକ ହେଉଛି କ ପବିତ୍ର ଲିପି, ଖ ଛବି ଲିପି, ଗ କିଳକ ଲିପି, ଗ ହିଏରୋଗ୍ଲିଫି। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଘ ହିଏରୋଗ୍ଲିଫି। ସେଟା ହେଉଛି ସଠିକ୍ ଉତ୍ତରଟା ହେଉଛି ଅପସନ୍ ଘ ହିଏରୋଗ୍ଲିଫି।
ମିଶରରେ ଏକସ୍ୱରବାଦ କିଏ ପ୍ରତିଷ୍ଠା କରିଥିଲେ? ଅପସନ୍ ହେଉଛି କ ଦ୍ୱିତୀୟ ପେପି, ଖ ତୃତୀୟ ଥୁସ୍ମସ୍, ଗ ଚତୁର୍ଥ ଆମେନହୋଟେପ୍। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଗ ଚତୁର୍ଥ ଆମେନହୋଟେପ୍। ଚତୁର୍ଥ ଆମେନହୋଟେପ୍ ମିଶରରେ ଏକସ୍ୱରବାଦ ପ୍ରତିଷ୍ଠା କରିଥିଲେ। ପ୍ରାଚୀନ ମିଶରରେ ସିବେକ୍ ଦେବତା କେଉଁ ରୂପରେ ପୂଜା ପାଉଥିଲେ? ଅପସନ୍ ଗୁଡ଼ିକ ହେଉଛି କ ଶୃଗାଳ, ଖ ମେଷ, ଗ କୁମ୍ଭୀର, ଘ ମାର୍ଜାର। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଗ କୁମ୍ଭୀର। କୁମ୍ଭୀର ପ୍ରାଚୀନ ମିଶରରେ ସିବେକ୍ ଦେବତା ରୂପେ ପୂଜା ପାଉଥିଲେ। ଆବୁ ସିମ୍ବେଲ ମନ୍ଦିର ଥିବା ମୂର୍ତ୍ତି କାହାକୁ ପ୍ରତିନିଧିତ୍ୱ କରୁଥିଲା? ଅପସନ୍ ଗୁଡ଼ିକ ହେଉଛି କ ଦ୍ୱିତୀୟ ରାମସେସ୍, ଖ ପ୍ରଥମ ତୁତମସ୍, ଗ ଦ୍ୱିତୀୟ ତୁତମସ୍, ଗ ତୃତୀୟ ରାମସେସ୍। ସଠିକ୍ ଉତ୍ତରଟା ହେଉଛି ଅପସନ୍ କ ଦ୍ୱିତୀୟ ରାମସେସ୍। ଆମନ୍‌ରାଙ୍କ ମନ୍ଦିର କେଉଁଠାରେ ଅବସ୍ଥିତ? ଆମନ୍ ରାଙ୍କ ମନ୍ଦିର କେଉଁଠାରେ ଅବସ୍ଥିତ? ଅପସନ୍ ଗୁଡ଼ିକ ହେଉଛି କ କାର୍ନାକ, ଖ ଲକ୍ସର, ଗ ମେମ୍ଫିସ୍, ଘ ନିପୁର। ସଠିକ୍ ଉତ୍ତରଟା ହେଉଛି ଅପସନ୍ କ କାର୍ନାକ। ଓରିସିସ୍ କିଏ? ଅପସନ୍ ଗୁଡ଼ିକ ହେଉଛି କ ନୀଳ ନଦୀର ଦେବତା, ଖ ପାଶଟ ଦେବତା, ଗ ଅନୁବିସ୍ ଦେବତା, ଘ ସୂର୍ଯ୍ୟ ଦେବତା। ସଠିକ୍ ଉତ୍ତରଟା ହେଉଛି ଅପସନ୍ କ ନୀଳ ନଦୀର ଦେବତା। ମିଶରୀୟମାନେ କାଗଜ ପ୍ରସ୍ତୁତ କରୁଥିବା ଉଦ୍ଭିଦର ନାମ କ'ଣ? ଅପସନ୍ ଗୁଡ଼ିକ ହେଉଛି କ ପାପିରସ୍, ଖ ତୁଳା, ଗ ତୃଣ, ଘ ବାଉଁଶ। ସଠିକ୍ ଉତ୍ତରଟା ହେଉଛି ଅପସନ୍ କ ପାପିରସ୍। ପାପିରସ୍କୁ ବ୍ୟବହାର କରି ମିଶରୀୟମାନେ ଯେଉଁ କାଗଜ ପ୍ରସ୍ତୁତ କରି ଯେଉଁ ଉଦ୍ଭିଦର କାଗଜ ପ୍ରସ୍ତୁତ କରୁଥିଲେ ସେ ଉଦ୍ଭିଦର ନାଁ ହେଉଛି ପାପିରସ୍। ମିଶରୀୟମାନଙ୍କ ଧର୍ମ ସାହିତ୍ୟ ଉପରେ ଆଧାରିତ ଏକ ପୁସ୍ତକର ନାମ ଲେଖ। ଅପସନ୍ ଗୁଡ଼ିକ ହେଉଛି କ ମୃତର ପୁସ୍ତକ, ଖ ପ୍ରବେଶ ପଥର ପୁସ୍ତକ, ଗ ରାଜକୁମାର କାହାଣୀ, ଘ ସିନୁହେର କାହାଣୀ। ସଠିକ୍ ଉତ୍ତରଟା ହେଉଛି ଅପସନ୍ କ ମୃତର ପୁସ୍ତକ। ମେସୋପୋଟାମିଆର ଅର୍ଥ କ'ଣ? ଅପସନ୍ ଗୁଡ଼ିକ ହେଉଛି କ ନଦୀ ତଟ ଅଞ୍ଚଳ, ଖ ନଦୀ ଦ୍ୱୟର ମଧ୍ୟବର୍ତ୍ତୀ ଅଞ୍ଚଳ, ଗ ନଦୀ ମୁହାଣର ନିକଟ ଅଞ୍ଚଳ, ଘ ପାହାଡ଼ି ତଳି ଅଞ୍ଚଳ। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଖ ନଦୀ ଦ୍ୱୟର ମଧ୍ୟବର୍ତ୍ତୀ ଅଞ୍ଚଳ। ମେସୋପୋଟାମିଆର ଅର୍ଥ ହେଉଛି ନଦୀ ଦ୍ୱୟର ମଧ୍ୟବର୍ତ୍ତୀ ଅଞ୍ଚଳ। କେଉଁ ନଦୀର ମଧ୍ୟବର୍ତ୍ତୀ ସ୍ଥାନରେ ମେସୋପୋଟାମିଆ ଅବସ୍ଥିତ? ଅପସନ୍ ଗୁଡ଼ିକ ହେଉଛି କ ହୋୟାଙ୍ଗ ହୋ ୟାଂସିକିୟାଙ୍ଗ, ଖ ରାବି ଓ ଇରାବତୀ, ଗ ଟାଇଗ୍ରିସ୍ ଓ ୟୁଫ୍ରେଟିସ୍, ଘ ନୀଳନଦୀ ଓ ଆମାଜନ। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଗ ଟାଇଗ୍ରିସ୍ ଓ ୟୁଫ୍ରେଟିସ୍ ନଦୀର ମଧ୍ୟବର୍ତ୍ତୀ ସ୍ଥାନରେ ମେସୋପୋଟାମିଆ ଅବସ୍ଥିତ। ସୁମେରୀୟମାନଙ୍କର ପୃଥିବୀ ଦେବତାଙ୍କୁ କ'ଣ କୁହାଯାଉଥିଲା? ଅପସନ୍ ଗୁଡ଼ିକ ହେଉଛି କ ଏନ୍କି, ଖ ଏନ୍ଲିଲ୍, ଗ ଆମନ୍‌ରା, ଘ ଅସୁର। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଖ ଏନ୍ଲିଲ୍। ମନେ ରଖିଥିବା ପିଲାମାନେ, ସୁମେରୀୟମାନଙ୍କର ପୃଥିବୀ ଦେବତାଙ୍କୁ ଏନ୍ଲିଲ୍ କୁହାଯାଉଥିଲା। ଜଳଘଣ୍ଟା କିଏ ପ୍ରସ୍ତୁତ କରିଥିଲେ? ଅପସନ୍ ଗୁଡ଼ିକ ହେଉଛି କ ଚୀନାମାନେ, ଖ ମିଶରୀୟମାନେ, ଗ ଭାରତୀୟମାନେ, ଘ ସୁମେରୀୟମାନେ। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଘ ସୁମେରୀୟମାନେ। ସୁମେରୀୟମାନଙ୍କ ଲିପିକୁ କ'ଣ କୁହାଯାଏ? ଅପସନ୍ ଗୁଡ଼ିକ ହେଉଛି କ ଛବି ଲିପି, ଖ କିଳକ ଲିପି, ଗ ଚିତ୍ରକ୍ଷର ଲିପି, ଘ ବ୍ରାହ୍ମୀ ଲିପି। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଖ କିଳକ ଲିପି। ସୁମେରୀୟମାନଙ୍କ ଲିପିକୁ କିଳକ ଲିପି କୁହାଯାଏ। ସୁମେରୀୟମାନେ କେଉଁ ସଂଖ୍ୟା ଦ୍ୱାରା ସେମାନଙ୍କ ଗଣକାର୍ଯ୍ୟ କରୁଥିଲେ? ଅପସନ୍ ଗୁଡ଼ିକ ହେଉଛି କ 15, ଖ 30, ଗ 60, ଘ 100। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଗ 60। ସର୍ବପ୍ରଥମ ସଂଗଠିତ ପାଠାଗାର କେଉଁଠାରେ ଦେଖିବାକୁ ମିଳେ? ଅପସନ୍ ଗୁଡ଼ିକ ହେଉଛି କ ପାର୍ଥେନନ୍, ଖ ନିନେଭ୍, ଅପସନ୍ ଗୁଡ଼ିକ ହେଉଛି କ ପାର୍ଥେନନ୍, ଖ ନିନେଭ୍, ଗ କର୍ଣ୍ଣାକ, ଘ ଥେବସ୍। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଖ ନିନେଭ୍। ଏସିରୀୟମାନଙ୍କ ପ୍ରଧାନ ଦେବତାଙ୍କ ନାମ କ'ଣ? ଅପସନ୍ ଗୁଡ଼ିକ ହେଉଛି କ ଆମନ୍‌ରା, ଖ ଅସୁର, ଗ ଏନ୍ଲିଲ୍, ଘ ଏନ୍କି। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଖ ଅସୁର। ମନେ ରଖିଥିବା ପିଲାମାନେ, ସୁମେରୀୟମାନଙ୍କର ପୃଥିବୀ ଦେବତାଙ୍କ ନାମ ହେଉଛି କ'ଣ ନା ଏନ୍ଲିଲ୍। ଏସିରୀୟମାନଙ୍କର ପ୍ରଧାନ ଦେବତାଙ୍କ ନାମ ହେଉଛି ଅସୁର। ସୁମେରୀୟ ହେଉଛି ଏନ୍ଲିଲ୍, ଏସିରୀୟ ହେଉଛି ଅସୁର। ମନେ ରଖିଥାଏ, ଏସିରୀୟମାନଙ୍କର ପ୍ରଧାନ ଦେବତାଙ୍କ ନାମ ହେଉଛି ଅସୁର। ବିଲଗାମେସ୍ କ'ଣ? ଅପସନ୍ ଗୁଡ଼ିକ ହେଉଛି କ ଏସିରୀୟମାନଙ୍କ ଦେବୀ, ଖ ବାବିଲୀୟମାନଙ୍କର ଗ୍ରନ୍ଥ, ଗ ଚୀନମାନଙ୍କ ରାଜକୀୟ ପୋଷାକ, ଘ ସୁମେରୀୟମାନଙ୍କ ଏକ ପବିତ୍ର ସ୍ଥାନ। ଅପସନ୍ ଖ ହେଉଛି ରାଇଟ୍ ଆନ୍ସର୍, ବାବିଲୋନୀୟମାନଙ୍କର ଗ୍ରନ୍ଥ। ବାବିଲୋନୀୟମାନଙ୍କ ଗ୍ରନ୍ଥକୁ ବିଲଗାମେସ୍ କୁହାଯାଏ। ସଂଗଠିତ ସୈନ୍ୟବାହିନୀର ପ୍ରଥମ ପ୍ରତିଷ୍ଠାତା ହେଉଛନ୍ତି କିଏ ନା ଅପସନ୍ କ ସୁମେରୀୟ, ଖ ଏସିରୀୟ, ଗ ବାବିଲୋନୀୟ, ଘ ମିଶରୀୟ। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଖ ଏସିରୀୟ।
କ୍ଷେତସ୍ଥାନ ବାନ୍ଧିବା ବିଦ୍ୟା କାହାକୁ ଜଣାଥିଲା? ଅପସନ୍ ଗୁଡ଼ିକ ହେଉଛି କ ଚୀନାମାନଙ୍କୁ, ଖ ମିଶରୀୟମାନଙ୍କୁ, ଗ ଏସିରୀୟମାନଙ୍କୁ, ଘ ସୁମେରୀୟଙ୍କୁ। ଅପସନ୍ ଗ ଏସିରୀୟମାନଙ୍କୁ ସାଧାରଣତଃ କ୍ଷେତସ୍ଥାନ ବାନ୍ଧିବା ବିଦ୍ୟା ତାଙ୍କୁ ଜଣାଥିଲା। ବିଶ୍ୱରେ ପ୍ରଥମେ ମୁଦ୍ରା କେଉଁମାନେ ପ୍ରବର୍ତ୍ତନ କରିଥିଲେ? ଅପସନ୍ ଗୁଡ଼ିକ ହେଉଛି କ ଏସିରୀୟ, ଖ ସୁମେରୀୟ, ଗ ଚୀନାମାନେ, ଘ ମିଶରୀୟ। ସଠିକ୍ ଉତ୍ତରଟା ହେଉଛି ଅପସନ୍ କ ଏସିରୀୟ। ଏସିରୀୟ ମାନେ ପ୍ରଥମେ ବିଶ୍ୱରେ ପ୍ରଥମ ମୁଦ୍ରା ସେମାନେ ପ୍ରବର୍ତ୍ତନ କରିଥିଲେ। ଇତିହାସର ସର୍ବପ୍ରଥମ ଆଇନ ପ୍ରଣେତା କିଏ? ଅପସନ୍ ଗୁଡ଼ିକ ହେଉଛି କ ଆମେନହୋଟେପ୍, ଖ ଫାରୋଖୁପୁ, ଗ ହାମୁରାବି, ଘ ମେନିସ୍। ଅପସନ୍ ଗ ହାମୁରାବି ରାଇଟ୍ ଆନ୍ସର। ହାମୁରାବି ହେଉଛନ୍ତି ଇତିହାସର ସର୍ବପ୍ରଥମ ଆଇନ ପ୍ରଣେତା। ହାମୁରାବିଙ୍କ ଆଇନ କେତୋଟି ଧାରାରେ ବିଭକ୍ତ ଥିଲା? ଅପସନ୍ ଗୁଡ଼ିକ ହେଉଛି କ 230, ଖ 250, ଗ 185, ଘ 285। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଘ 285। ମନେ ରଖିଥିବା ପିଲାମାନେ, ହାମୁରାବିଙ୍କ ଆଇନ 285 ଧାରାରେ ବିଭକ୍ତ ଥିଲା। ହାମୁରାବି କିଏ? ଅପସନ୍ ଗୁଡ଼ିକ ହେଉଛି କ ଚୀନ ଦେଶର ଶାସକ, ଖ ଆକାଡ଼ିଆନ୍ ମାନଙ୍କ ଶାସକ, ଗ ମିଶରୀୟ ଶାସକ, ଘ ବେବିଲୋନୀୟ ଶାସକ। ସଠିକ୍ ଉତ୍ତରଟି ହେଉଛି ଚୀନ ଦେଶର ଶାସକ। ଅପସନ୍ କ ହାମୁରାବି ହେଉଛନ୍ତି ଚୀନ ଦେଶର ଶାସକ। ଚୀନାମାନଙ୍କ ପ୍ରଥମ ପୁସ୍ତକ କାହା ଉପରେ ଲେଖାଯାଇଥିଲା? ଅପସନ୍ ଗୁଡ଼ିକ ହେଉଛି କ ରେଶମ କନା ଉପରେ, ଖ ବାଉଁଶ ପାତିଆ ଉପରେ, ଗ ପଟା ଉପରେ, ଘ ତାଳପତ୍ର ଉପରେ। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଖ ବାଉଁଶ ପାତିଆ ଉପରେ। ଚୀନାମାନଙ୍କ ପ୍ରଥମ ପୁସ୍ତକ ବାଉଁଶ ପାତିଆ ଉପରେ ଲେଖାଯାଇଥିଲା। ପୃଥିବୀରେ ପ୍ରଥମେ କାଗଜ କିଏ ପ୍ରସ୍ତୁତ କରିଥିଲେ? ଅପସନ୍ ଗୁଡ଼ିକ ହେଉଛି କ ଚୀନାମାନେ, ଖ ମିଶରୀୟମାନେ, ଗ ଭାରତୀୟମାନେ, ଘ ସୁମେରୀୟମାନେ। ସଠିକ୍ ଉତ୍ତରଟି ହେଉଛି ଅପସନ୍ କ ଚୀନାମାନେ। ଚୀନାମାନେ ପୃଥିବୀରେ ପ୍ରଥମେ କାଗଜ ପ୍ରସ୍ତୁତ କରିଥିଲେ। କମ୍ପାସ ବା ଦିଗ ନିର୍ଣ୍ଣୟ ଯନ୍ତ୍ର କିଏ ଉଦ୍ଭାବନ କରିଥିଲେ? ଅପସନ୍ ଗୁଡ଼ିକ ହେଉଛି କ ଭାରତୀୟମାନେ, ଖ ମିଶରୀୟମାନେ, ଗ ଚୀନାମାନେ, ଘ ସୁମେରୀୟମାନେ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଗ ଚୀନାମାନେ। ଚୀନାମାନେ ପ୍ରଥମେ କମ୍ପାସ ବା ଦିଗ ନିର୍ଣ୍ଣୟ ଯନ୍ତ୍ର ଉଦ୍ଭାବନ କରିଥିଲେ। କନଫ୍ୟୁସିୟସ୍ କିଏ? କନଫ୍ୟୁସିୟସ୍ କିଏ? ଅପସନ୍ ଗୁଡ଼ିକ ହେଉଛି କ ଚୀନର ଶାସକ, ମିଶରର ଶାସକ, ଗ ଚୀନର ଦାର୍ଶନିକ, ଘ ମିଶରର ଶାସକ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଗ ଚୀନର ଦାର୍ଶନିକ। ଚୀନର ଦାର୍ଶନିକକୁ କନଫ୍ୟୁସିୟସ୍ କୁହାଯାଏ। କନଫ୍ୟୁସିୟସଙ୍କର ବାଣୀ ପୁସ୍ତକର ନାମ କ'ଣ? ଅପସନ୍ ଗୁଡ଼ିକ ହେଉଛି କ ସି ୟୁକି, ଖ ୟୁକିଂ, ଗ ତାଓ ତେକିଂ, ଘ ଇଣ୍ଡିକା। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଖ ୟୁକିଂ। ୟୁକିଂ ହେଉଛି କନଫ୍ୟୁସିଙ୍କର ବାଣୀ ପୁସ୍ତକର ନାମ ହେଉଛି ୟୁକିଂ। ଯୁଦ୍ଧ ରଥର ପ୍ରତିଷ୍ଠାତା କେଉଁମାନେ ଥିଲେ? ଅପସନ୍ ଗୁଡ଼ିକ ହେଉଛି କ ସୁମେରୀୟ, ଖ ବେବିଲୋନୀୟ, ଗ ଏସିରୀୟ, ଘ ମିଶରୀୟ। ସଠିକ୍ ଉତ୍ତରଟା ହେଉଛି ଅପସନ୍ ଗ ଏସିରୀୟ। ଏସିରୀୟ ମାନେ ଯୁଦ୍ଧ ରଥର ପ୍ରତିଷ୍ଠାତା ଥିଲେ। ଚେତନା ଶୂନ୍ୟ କରିବାର ଔଷଧର ଆବିଷ୍କାର କେଉଁମାନେ କରିଥିଲେ? ଅପସନ୍ ଗୁଡ଼ିକ ହେଉଛି କ ସୁମେରୀୟ, ଖ ଭାରତୀୟ, ଗ ମିଶରୀୟ, ଘ ଚୀନାମାନେ। ଅପସନ୍ ଘ ଚୀନାମାନେ ହେଉଛି ରାଇଟ୍ ଆନ୍ସର। କାରଣ ଚୀନାମାନେ ଚେତନା ଶୂନ୍ୟ କରିବାର ଔଷଧ ପ୍ରଥମେ ସେମାନେ ଆବିଷ୍କାର କରିଥିଲେ। ଚାର ଆବିଷ୍କାରକ କିଏ? ଅପସନ୍ ଗୁଡ଼ିକ ହେଉଛି କ ମିଶରୀୟ, ଖ ସୁମେରୀୟ, ଗ ଭାରତୀୟ, ଘ ଚୀନାମାନେ। ଅପସନ୍ ଗୁଡ଼ିକ ରାଇଟ୍ ଆନ୍ସର ହେଉଛି ଅପସନ୍ ଘ ଚୀନାମାନେ। ଚୀନାମାନେ ଚାର ଆବିଷ୍କାର କରିଥିଲେ। ପର୍ବର ଅର୍ଦ୍ଧଚନ୍ଦ୍ର ଦେଶ କାହାକୁ କୁହାଯାଏ? ପର୍ବର ଅର୍ଦ୍ଧଚନ୍ଦ୍ର ଦେଶ କାହାକୁ କୁହାଯାଏ? ଅପସନ୍ ଗୁଡ଼ିକ ହେଉଛି କ ମେସୋପଟାମିଆକୁ, ଖ ମିଶରକୁ, ଗ ଭାରତକୁ, ଘ ଚୀନକୁ। ସଠିକ୍ ଉତ୍ତରଟି ହେଉଛି ଅପସନ୍ କ ମେସୋପଟାମିଆକୁ ପର୍ବର ଅର୍ଦ୍ଧଚନ୍ଦ୍ର ଦେଶ ବୋଲି କୁହାଯାଏ। ପିତ ମାଟିର ସନ୍ତାନ କାହାକୁ କୁହାଯାଏ? ଅପସନ୍ ଗୁଡ଼ିକ ହେଉଛି କ ବେବିଲୋନୀୟମାନଙ୍କୁ, ଖ ଚୀନାମାନଙ୍କୁ, ଗ ମିଶରୀୟମାନଙ୍କୁ, ଘ ସୁମେରୀୟମାନଙ୍କୁ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଖ ଚୀନାମାନଙ୍କୁ। ଚୀନାମାନଙ୍କୁ ପିତ ମାଟିର ସନ୍ତାନ ବୋଲି କୁହାଯାଏ। ଆଜି ପାଇଁ ଏତିକି। ପୁଣି ନେକ୍ସଟ ଭିଡ଼ିଓରେ ଦେଖା ହେବା। ସେ ପର୍ଯ୍ୟନ୍ତ ରହୁଛି। ଥ୍ୟାଙ୍କ ୟୁ।